ପିଲାମାନେ ଆମେ ସମସ୍ତେ ଜାଣିଛନ୍ତି ଆମେ ଯେତେବେଳେ ଦୋକାନରୁ ବା ବଜାରରୁ କୌଣସି ଜିନିଷ କିଣନ୍ତି ବା କୌଣସି ସାମଗ୍ରୀ କିଣନ୍ତି ସେତେବେଳେ ଆମେ ଦୋକାନୀକୁ ଟଙ୍କା ବା ପଇସା ଦେଇ ଆମେ ସାମଗ୍ରୀ କିଣିଥାନ୍ତି। ତ ଆଜି ଆମେ ସେହି ମୁଦ୍ରା ପରିଚୟ ବିଷୟରେ ଜାଣିବା। ଆମେ ଆମ ଗଣିତ ବହିର 124 ପୃଷ୍ଠା ଏବଂ 125 ପୃଷ୍ଠାରେ ଥିବା ବିଭିନ୍ନ ମୁଦ୍ରା ଏବଂ ଟଙ୍କା ସହିତ ଆମେ ପରିଚୟ ହୋଇସାରିଛେ। ଆଜି ଆମେ ଜାଣିବା କେତୋଟି 50 ପଇସା ନେଲେ 1 ଟଙ୍କା ହେବ। ଆମେ ସମସ୍ତେ ଜାଣିଛନ୍ତି 1 ଟଙ୍କା ସମାନ 100 ପଇସା। ତ କେତୋଟି 50 ପଇସା ମିଶାଇଲେ ଆମେ 1 ଟଙ୍କା ବା 100 ପଇସା ହେବ। ଏଥିରେ ଉତ୍ତର ହେବ 2ଟି 50 ପଇସା। ଆଚ୍ଛା, ବର୍ତ୍ତମାନ କହିଲ କେତୋଟି 25 ପଇସା ମିଶିଲେ 1 ଟଙ୍କା ହେବ? 1 ଟଙ୍କା ସମାନ 100 ପଇସା। ତ 25 ପଇସାରେ କେତୋଟି 25 ପଇସା ମିଶାଇଲେ ଆଉ ଆମେ 1 ଟଙ୍କା କରିପାରିବା? ତ 25 ଗୁଣନ 4 ସମାନ 100 ପଇସା ବା 1 ଟଙ୍କା। ତେଣୁ 4ଟି 25 ପଇସା ନେଲେ 1 ଟଙ୍କା ହେବ। ସେଇଭଳି କେତୋଟି 20 ପଇସା ହେଲେ 1 ଟଙ୍କା ହେବ? 20 ଗୁଣନ 5 ସମାନ 100 ପଇସା ବା 1 ଟଙ୍କା। ତେଣୁ 5ଟି 20 ପଇସା ନେଲେ 1 ଟଙ୍କା ହେବ। ସେଇଭଳି କେତୋଟି 10 ପଇସା ହେଲେ 1 ଟଙ୍କା ହେବ? 10 ଗୁଣନ 10 ସମାନ 100 ପଇସା ବା 1 ଟଙ୍କା। ତ ଆମେ ଜାଣିଲେ 10ଟି 10 ପଇସା ନେଲେ 1 ଟଙ୍କା ହେବ। ଆମେ ମୁଦ୍ରା ବିଷୟରେ କିଛି ଧାରଣା ପାଇଲେ ଏବେ କାଗଜ ଟଙ୍କା ବା ନୋଟ ବିଷୟରେ ଜାଣିବା। ଆମେ ଜାଣିଛନ୍ତି ଆମର 1 ଟଙ୍କିଆ, 2 ଟଙ୍କିଆ, 5 ଟଙ୍କିଆ, 10 ଟଙ୍କିଆ, 20 ଟଙ୍କିଆ, 50 ଟଙ୍କିଆ, 100 ଟଙ୍କିଆ, 500 ଟଙ୍କିଆ ଏବଂ 2000 ଟଙ୍କାର ନୋଟ ଅଛି। ବର୍ତ୍ତମାନ ଆମେ ଜାଣିବା କେତୋଟି 1 ଟଙ୍କିଆ ହେଲେ 5 ଟଙ୍କା ହେବ। 5ଟି 1 ଟଙ୍କିଆ ନୋଟ ମିଶିଲେ 5 ଟଙ୍କା ହେବ। ସେଇଭଳି କେତୋଟି 5 ଟଙ୍କା ନୋଟ ମିଶିକି 10 ଟଙ୍କା ହେବ? 2ଟି 5 ଟଙ୍କିଆ ନୋଟ ମିଶିଲେ 10 ଟଙ୍କା ହେବ। କେତୋଟି 2 ଟଙ୍କିଆ ନୋଟ ମିଶି 10 ଟଙ୍କା ହେବ? 5ଟି 2 ଟଙ୍କିଆ ନୋଟ ମିଶିଲେ 10 ଟଙ୍କା ହେବ। ଆଚ୍ଛା, ବର୍ତ୍ତମାନ କହିଲ କେତୋଟି 1 ଟଙ୍କା ନୋଟ ମିଶିଲେ 10 ଟଙ୍କା ହେବ? 10ଟି 1 ଟଙ୍କିଆ ନୋଟ ମିଶିଲେ 10 ଟଙ୍କା ହେବ। ଆଚ୍ଛା, ଏବେ କହିଲ କେତୋଟି 10 ଟଙ୍କା ମିଶିଲେ 20 ଟଙ୍କା ହେବ? 2ଟି 10 ଟଙ୍କା ମିଶିଲେ 20 ଟଙ୍କା ହେବ। କେତୋଟି 5 ଟଙ୍କା ମିଶି 20 ଟଙ୍କା ହେବ? 4ଟି 5 ଟଙ୍କିଆ ମିଶି 20 ଟଙ୍କା ହେବ। କେତୋଟି 2 ଟଙ୍କା ମିଶିଲେ 20 ଟଙ୍କା ହେବ? 10 ଗୁଣନ 2 ସମାନ 20। ତାହେଲେ 10ଟି 2 ଟଙ୍କିଆ ନୋଟ ମିଶିଲେ 20 ଟଙ୍କା ହେବ। କେତୋଟି 1 ଟଙ୍କିଆ ନୋଟ ମିଶି 20 ଟଙ୍କା ହେବ? 1 ଗୁଣନ 20 ସମାନ 20। ତାହେଲେ 20ଟି 1 ଟଙ୍କା ନୋଟ ମିଶିଲେ 20 ଟଙ୍କା ହେବ। ବର୍ତ୍ତମାନ କହିଲ କେତୋଟି 5 ଟଙ୍କିଆ ମିଶିଲେ 50 ଟଙ୍କା ହେବ? 5ରେ କେତେ ଗୁଣନ କଲେ 50 ହେବ? 5 ଗୁଣନ 10 ସମାନ 50। ତାହେଲେ 5 ଟଙ୍କିଆ 10ଟି ମିଶିଲେ 50 ଟଙ୍କା ହେବ। ଆଚ୍ଛା, ଏବେ କହିଲ କେତୋଟି 50 ଟଙ୍କିଆ ମିଶିଲେ 100 ଟଙ୍କା ହେବ? 50 ଗୁଣନ 2 ବା 50 ଯୋଗ 50 ସମାନ 100। ତାହେଲେ 2ଟି 50 ଟଙ୍କିଆ ମିଶିଲେ 100 ଟଙ୍କା ହେବ। ବର୍ତ୍ତମାନ କହିଲ କେତୋଟି 20 ଟଙ୍କା ମିଶିଲେ 100 ଟଙ୍କା ହେବ? 20 ଗୁଣନ 5 ସମାନ 100। ତାହେଲେ 5ଟି 20 ଟଙ୍କିଆ ମିଶିଲେ 100 ଟଙ୍କା ହେବ। ଏବେ କହିଲ କେତୋଟି 20 ଟଙ୍କା ଓ କେତୋଟି 10 ଟଙ୍କା ମିଶି 50 ଟଙ୍କା ହେବ? 2ଟି 20 ଟଙ୍କା ଏବଂ ଗୋଟିଏ 10 ଟଙ୍କିଆ ମିଶି 50 ଟଙ୍କା ହେବ। ଏବେ ଆମେ ଜାଣିବା
20 ଟଙ୍କା ଯୋଗ 5 ଟଙ୍କା ସମାନ କେତେ ଟଙ୍କା ହେବ? 25 ଟଙ୍କା ହେବ। 20 ଟଙ୍କାରେ 10 ଟଙ୍କା ଯୋଗ କଲେ କେତେ ଟଙ୍କା ହେବ? 30 ଟଙ୍କା। ସେଇଭଳି କହିଲ 10 ଟଙ୍କା ଯୋଗ 5 ଟଙ୍କା ଯୋଗ 5 ଟଙ୍କା ସମାନ କେତେ ଟଙ୍କା ହେବ? 10 ଟଙ୍କାରେ 5 ଟଙ୍କା ମିଶି ହେଲା 15 ଟଙ୍କା। ପୁଣି 15 ଟଙ୍କାରେ 5 ଟଙ୍କା ମିଶି ହେଲା 20 ଟଙ୍କା। ସେଇଭଳି 20 ଟଙ୍କା ଯୋଗ 10 ଟଙ୍କା ଯୋଗ 10 ଟଙ୍କା ସମାନ କେତେ ଟଙ୍କା ହେବ? 40 ଟଙ୍କା ହେବ। ଏବେ କହିଲ 20 ଟଙ୍କା ଯୋଗ 10 ଟଙ୍କା ଯୋଗ 20 ଟଙ୍କା ସମାନ କେତେ ଟଙ୍କା ହେବ? 20 ଟଙ୍କାରେ 10 ଟଙ୍କା ମିଶିଲା ହେଲା 30 ଟଙ୍କା। 30 ଟଙ୍କାରେ ପୁଣି 20 ଟଙ୍କା ମିଶିଲା ହେଲା 50 ଟଙ୍କା। ଏଇଭଳି ଭାବରେ ଆମେ ଟଙ୍କା ଏବଂ ପଇସାର ହିସାବ ଜାଣିବା। ଆମେ ସମସ୍ତେ ଜାଣିଛନ୍ତି 1 ଟଙ୍କା ସମାନ 100 ପଇସା। ଆଉ ଆମେ ଯେତେବେଳେ ଟଙ୍କାକୁ ପଇସାରେ ପରିଣତ କରିବା ଯେତିକି ଟଙ୍କା ଥିବ ତା ସହିତ 100 ଗୁଣନ କରିବା ଏବଂ ପଇସାକୁ ଯେତେବେଳେ ଟଙ୍କାରେ ପରିଣତ କରିବା ସେତେବେଳେ ଯେତେ ପଇସା ଥିବ ସେହି ପଇସାକୁ 100 ଦ୍ୱାରା ହରଣ କରିବା। ଆମେ ସମସ୍ତେ ଏଇଭଳି ଭାବରେ ଟଙ୍କା ପଇସାର ହିସାବ ଜାଣିବା। ପିଲାମାନେ ଏବେ କହିଲ ଦେଖିବା 525 ପଇସା ଯେ କେତେ ଟଙ୍କା କେତେ ପଇସା ହେବ? ଗୁରୁମା ଆମମାନଙ୍କୁ କହିଛନ୍ତି ନା ପଇସା ଘରେ ସବୁବେଳେ 2ଟି ଅଙ୍କ ରହିବ। ତେଣୁ ଏଠି 525 ପଇସା ଅଛି। ତ ପଇସା ଘରେ ଆମେ 2ଟି ଅଙ୍କକୁ ନେଲେ କୋଉ କୋଉ ପଇସା ରହିବ? କୋଉ କୋଉ ଅଙ୍କ ରହିବ? 2 ଏବଂ 5 ଅର୍ଥାତ୍ 25 ପଇସା। ଏବଂ ଟଙ୍କା ଘରେ କିଏ ରହିବ? ନା 5 ରହିବ। ତାହେଲେ 525 ପଇସା ଯେ କେତେ ଟଙ୍କା କେତେ ପଇସା ହେଲା? 5 ଟଙ୍କା 25 ପଇସା। ସେଇଭଳି ଏବେ କହିଲ 875 ପଇସା ଯେ କେତେ ଟଙ୍କା କେତେ ପଇସା ହେବ? ପଇସା ଘରେ ଆମେ 2ଟି ଅଙ୍କ ରଖିବା। ତା ମାନେ 75 ପଇସା ଆମର ପଇସା ଘରେ ରହିବ ଏବଂ ଟଙ୍କା ଘରେ 8 ରହିବ। ତାହେଲେ ଏଠି କେତେ ହେଲା? 8 ଟଙ୍କା 75 ପଇସା। ପିଲାମାନେ ଏବେ କହିଲ 1050 ପଇସା ଯେ କେତେ ଟଙ୍କା କେତେ ପଇସା ହେବ? ଆମେ ଜାଣିଛନ୍ତି ପଇସା ଘରେ ଆମେ 2ଟି ଅଙ୍କ ରଖିବା। ଡାହାଣ ପଟୁ 2ଟି ଅଙ୍କକୁ ପଇସା ଘରେ ରଖିବା ଅର୍ଥାତ୍ 1050 ପଇସାରୁ 2ଟି ଅଙ୍କ 50 ପଇସାକୁ ଆମେ ପଇସା ଘରେ ରଖିବା। ବାକି କେତୋଟି ଅଙ୍କ ରହିଲା? ଆଉ 2ଟି ଅଙ୍କ ରହିଲା 1 ଏବଂ 0। ତ ସେଇ 1 ଆଉ 0 ମିଶି କେତେ ହେଲା? 10। ତାହେଲେ ଟଙ୍କା ଘରେ ଆମେ 10କୁ ରଖିବା ଏବଂ ପଇସା ଘରେ 50କୁ ରଖିବା। ତାହେଲେ 1050 ପଇସା ଯେ କେତେ ଟଙ୍କା କେତେ ପଇସା ହେଲା? 10 ଟଙ୍କା 50 ପଇସା। ଏଇଭଳି ଭାବରେ ଆମେ ପଇସାକୁ ଟଙ୍କାରେ ପରିଣତ କରିବା ଏବଂ ଟଙ୍କାକୁ ଯେତେବେଳେ ପଇସାରେ ପରିଣତ କରିବା ଆମେ ଜାଣିଛନ୍ତି 1 ଟଙ୍କା ସମାନ 100 ପଇସା। ତେଣୁ 7 ଟଙ୍କା ସମାନ କେତେ ପଇସା ହେବ ଯେ କହିଲ? 7 ଗୁଣନ 100 ସମାନ 700 ପଇସା। 3 ଟଙ୍କା ଯେ କେତେ ପଇସା ହେବ? 300 ପଇସା। ସେଇଭଳି 4 ଟଙ୍କା 75 ପଇସା ଯେ କେତେ ପଇସା ହେବ? 400। ଟଙ୍କା ଘରେ 4 ଅଛି ତେଣୁ ସେ 4 ଟଙ୍କା ହେଲା 400 ପଇସା ଏବଂ ଏପଟେ ଅଛି 75 ପଇସା। ତାହେଲେ ସେଟା କେତେ ହେଇଯିବ? 400 ଯୋଗ 75 ସମାନ 475 ପଇସା। ଏଇଭଳି ଭାବେ ଆମେ ଟଙ୍କା ପଇସାର ମୌଖିକ ହିସାବ ସବୁବେଳେ ମୁହଁରେ ରଖିବା ଏବଂ ତାକୁ ଅଭ୍ୟାସ କରିବା।